ଜନ୍ ବନିୟନଙ୍କ ଲିଖିତ ସ୍ୱର୍ଗୀୟ ନଗରୀକୁ ଯାତ୍ରା ପୁସ୍ତକଟି ପ୍ରକାଶିତ ହେବାର 300 ବର୍ଷ ବିତିଗଲାଣି। ତଥାପି ସର୍ବାଧିକ ବିକ୍ରିତ ପୁସ୍ତକ ଭାବରେ ବାଇବଲର ସ୍ଥାନ ପ୍ରଥମରେ ଓ ଏହାର ସ୍ଥାନ ଦ୍ୱିତୀୟରେ। ଏହା ସବୁଠାରୁ ଅଧିକ ପଠିତ ପୁସ୍ତକମାନଙ୍କ ମଧ୍ୟରୁ ଅନ୍ୟତମ। ଅନେକ ଭାଷାରେ ଏହାର ପ୍ରକାଶନ ଅବ୍ୟାହତ ରହିଛି। ପୁଣି ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୁଦ୍ଧା ଏହାର ପ୍ରଭାବ ଅନୁଭୂତ ହୁଏ। ଏହା ହେଉଛି ଇଂଲଣ୍ଡର ବର୍ତ୍ତମାନ ଶିଳ୍ପାଞ୍ଚଳ ସହର ବେଡଫୋର୍ଡ, ଯାହାକି 1700 ଶତାବ୍ଦୀରେ ଜନ୍ ବନିୟନଙ୍କ ସମୟରେ ପ୍ରାୟ ଏହିଭଳିଆ ଦେଖାଯାଉଥିଲା, ଯାହାର ରାସ୍ତାଘାଟରେ ବନିୟନ ଯିବା ଆସିବା କରୁଥିଲେ। ଏହା ବର୍ତ୍ତମାନ ବନିୟନଙ୍କର ମ୍ୟୁଜିୟମ ରୂପେ ଖ୍ୟାତ, ଯାହା ଅତି ଉତ୍ତମ ରୂପେ ସଂରକ୍ଷିତ। ଏହି ସ୍ଥାନରେ ହେଉଥିବା ଏକ ବାଇବଲ ଅଧ୍ୟୟନ ଦଳରେ ବନିୟନ ଭାଗ ନେଉଥିଲେ। ବନିୟନ ପ୍ରଥମେ କି ପ୍ରକାର ଗୃହରେ ବାସ କରୁଥିଲେ, ଏହା ତାହାର ଏକ ନମୁନା, କାରଣ ସେ ଗୃହର ଆଉ ସତ୍ତା ନାହିଁ। ଏହି ମ୍ୟୁଜିୟମ, ଯାହାକି ମୁଟ୍ ହଲ୍ ନାମରେ ପରିଚିତ, ସେଥିରେ ରହିଛି ବନିୟନଙ୍କ ଅନେକ ସ୍ମାରକୀ, ଯଥା ଗୋଟିଏ ପୁଲପିଟ୍, ଯେଉଁଥିରୁ ପ୍ରଚାରିତ ବାର୍ତ୍ତା ଯୁବକ ବନିୟନଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା ଓ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ଆହୁରି ମଧ୍ୟ ସେଥିରେ ରହିଛି ବେଡଫୋର୍ଡ କାରାଗାରର ଏକ କବାଟ। ସେହି କାରାଗାରରେ ବନ୍ଦୀ ଥିବା ବେଳେ ସେ ଏହି ସୁପ୍ରସିଦ୍ଧ ପୁସ୍ତକ ରଚନା କରିଥିଲେ। ନିଜ ମଣ୍ଡଳୀ ପ୍ରତି ସେ ଅତ୍ୟନ୍ତ ବିଶ୍ୱସ୍ତ ଥିଲେ ମଧ୍ୟ ମଣ୍ଡଳୀରେ ପ୍ରଦତ୍ତ ଆତ୍ମିକ ଶିକ୍ଷା ତାଙ୍କୁ ସମ୍ପୂର୍ଣ୍ଣ ତୃପ୍ତ କରିପାରୁନଥିଲା। ଯଦିବା ପ୍ରତ୍ୟେକ ରବିବାର ସେ ପରିବାର ସହ ଏହି ମଣ୍ଡଳୀକୁ ନିୟମିତ ଆସୁଥିଲେ, ତଥାପି ସେ ନିଜେ ନିଷ୍ଠାର ସହ ଧର୍ମଶାସ୍ତ୍ର ଅଧ୍ୟୟନ କରୁଥିଲେ। ବାଇବଲ ଅଧ୍ୟୟନର ଅନୁପ୍ରାଣିତ ହୋଇ ସେ ମଣ୍ଡଳୀର ଓ ନିଜର ଆଚରଣ ବିଧି ସମ୍ପର୍କରେ ପ୍ରଶ୍ନ କରିବାକୁ ଲାଗିଲେ। ଉଦାହରଣ ସ୍ୱରୂପ, ଗିର୍ଜା ଘଣ୍ଟା ବଜାଇବା ପାଇଁ ସେ ନିଯୁକ୍ତ ହୋଇଥିଲେ ଏବଂ ସେହି କାର୍ଯ୍ୟ ତାଙ୍କର ଅତି ପ୍ରିୟ ଥିଲା, କିନ୍ତୁ ପରେ ସେହି କାର୍ଯ୍ୟକୁ ସେ ଏକ ଭୁଲ କାର୍ଯ୍ୟ ରୂପେ ବିବେଚନା କଲେ। ସେ ଭୟ କରୁଥିଲେ ଗିର୍ଜା ଘଣ୍ଟା ବଜାଇବାକୁ ଯାଇଥିବା ସମୟରେ ଦିନେ ଈଶ୍ୱରଙ୍କ ଦଣ୍ଡ ସ୍ୱରୂପେ ଘଣ୍ଟାଟି ତାଙ୍କ ଉପରେ ଛିଡ଼ି ପଡ଼ିବ। ବେଡଫୋର୍ଡ ନିକଟସ୍ଥ ଏଲଷ୍ଟୋ ନାମକ ଏକ କ୍ଷୁଦ୍ର ଗ୍ରାମରେ ବନିୟନ ବାସ କରୁଥିଲେ ଏବଂ ସେ ସମୟରେ ତାହା ଏକ ଧର୍ମପୀଠ ରୂପେ ଗଣାଯାଉଥିଲା। ଏହି ପ୍ରକାଣ୍ଡ ଉପାସନା ଗୃହ ଥିଲା ସେ ସମୟର ଧର୍ମ ତଥା ସାମାଜିକ କେନ୍ଦ୍ର। ଉପାସନା ଗୃହରେ ଲାଗିଥିବା ଝରକାର ଏକ ରଙ୍ଗୀନ କାଚ ବର୍ତ୍ତମାନ ଲେଖକ ଓ ତାଙ୍କ ପୁସ୍ତକର ସ୍ମରଣାର୍ଥେ ରଖାଯାଇଛି। କିନ୍ତୁ ବାଇବଲକୁ ଗଭୀର ଭାବେ ଅଧ୍ୟୟନ କରିବା ପରେ ସେ ମଣ୍ଡଳୀର କାର୍ଯ୍ୟ ସହିତ ଆଦୌ ଏକମତ ହୋଇପାରିଲେ ନାହିଁ। ସ୍ୱର୍ଗୀୟ ନଗରୀକୁ ଯାତ୍ରା ପୁସ୍ତକରେ ସେ ପାପ ସହିତ ନିଜର ସଂଗ୍ରାମ ଓ ଆନୁଷ୍ଠାନିକ ମଣ୍ଡଳୀର ପାପଗୁଡ଼ିକ ଦର୍ଶାଇଛନ୍ତି। ଏହି ସ୍ଥାନରେ ଜନ୍ ବନିୟନଙ୍କୁ ବନ୍ଦୀ କରାଯାଇଥିଲା। ଏହା ସ୍ମରଣ କରାଏ ଯେ ତାଙ୍କର ସ୍ପଷ୍ଟବାଦିତା ପାଇଁ ତାଙ୍କୁ କିପରି ମୂଲ୍ୟ ଦେବାକୁ ପଡ଼ିଥିଲା। ବେଡଫୋର୍ଡ କାରାଗାରର ପ୍ରବେଶ ପଥ ଓ ତାର କିୟଦାଂଶ ଏହି ନଦୀ ପୋଲ ଉପରେ ଅବସ୍ଥିତ ଥିଲା। କାରାବନ୍ଦୀ ରୂପେ ଥିବା ସମୟରେ ସେ ତାଙ୍କର ସୁପ୍ରସିଦ୍ଧ ଇଂରାଜୀ ପୁସ୍ତକ ପିଲଗ୍ରିମ୍ସ ପ୍ରୋଗ୍ରେସ୍ ଲେଖିଥିଲେ। ଆଜି ତାଙ୍କ ସମ୍ମାନାର୍ଥେ ତାଙ୍କର ଏକ ପ୍ରତିମୂର୍ତ୍ତି ଶୋଭା ପାଉଛି। ସେ ସମୟରେ ଲୋକେ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ, କାରଣ କପଟାଚରଣ ବିରୁଦ୍ଧରେ କହିବାକୁ ସେ ଡରୁ ନଥିଲେ। ଯଦିବା କେବେ ମଧ୍ୟ ତାଙ୍କୁ ବିଚାର ପାଇଁ ଅଣାଯାଇ ନଥିଲା, ସେ ବେଡଫୋର୍ଡର ମୁଖ୍ୟ କାରାଗାରରେ ଅଧିକ 11 ବର୍ଷ ବନ୍ଦୀ ରୂପେ ରହିଥିଲେ ଏବଂ ସେହି ସମୟରେ ସେ ଏହି ପୁସ୍ତକର ଲେଖା ଶେଷ କରିଥିଲେ। ଲଣ୍ଡନ ନଗରୀର ଏକ ପୁରାତନ ସମାଧିସ୍ଥଳରେ ଜନ୍ ବନିୟନଙ୍କର ସମାଧି ଦେଖିବାକୁ ମିଳେ। ବନିୟନଙ୍କର ସମାଧି ନିକଟରେ ରହିଛି ଦାନିଏଲ ଡିଫୋ ନାମକ ଜଣେ ବିଖ୍ୟାତ ଲେଖକଙ୍କର ସମାଧି। ବନିୟନଙ୍କର ପୁସ୍ତକଗୁଡ଼ିକ ଦ୍ୱାରା ସେ ପ୍ରଭାବିତ ହୋଇଥିଲେ। ବିଖ୍ୟାତ ପ୍ରଚାରକ ଭ୍ରାତାଦ୍ୱୟ ଜନ୍ ୱେସ୍ଲି ଓ ଚାର୍ଲସ ୱେସ୍ଲିଙ୍କ ମାତା ସୁଜାନା ୱେସ୍ଲିଙ୍କର ସମାଧି ମଧ୍ୟ ଜନ୍ ବନିୟନଙ୍କ ସମାଧି ନିକଟରେ ରହିଛି। ଏହି ସମାଧି ସ୍ଥଳରେ ଆଉ ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କର ସମାଧି ମଧ୍ୟ ରହିଛି, ଯାହାଙ୍କର ନାମ ଥିଲା ଆଇଜାକ୍ ୱାଟ୍। ତାଙ୍କର ରଚିତ ଇଂରାଜୀ ଭକ୍ତିମୂଳକ ସଙ୍ଗୀତଗୁଡ଼ିକ ଆଜି ମଧ୍ୟ ସାରା ବିଶ୍ୱରେ ବୋଲାଯାଏ। ଆଜି ମଧ୍ୟ ବିଦ୍ୱାନମାନେ ବନିୟନଙ୍କ ଲେଖା ଓ ଚିନ୍ତାଧାରାକୁ ବୁଝିବା ପାଇଁ ଚେଷ୍ଟା କରନ୍ତି। ଆମେ ବର୍ତ୍ତମାନ ତାଙ୍କର ଲିଖିତ ମହାନ ପୁସ୍ତକ ପିଲଗ୍ରିମ୍ସ ପ୍ରୋଗ୍ରେସର ଓଡ଼ିଆ ରୂପାନ୍ତର ସ୍ୱର୍ଗୀୟ ନଗରୀକୁ ଯାତ୍ରାର ଦୃଶ୍ୟାବଳୀକୁ ପ୍ରକାଶ କରୁଛୁ।
पापर वेतन मृत्यु, वेतन मृत्यु, वेतन मृत्यु, वेतन मृत्यु, पापर वेतन मृत्यु, पापर वेतन मृत्यु, वेतन वेतन मृत्यु मृत्यु। हे प्रभु, एथरू मुक्ति पाइबा मते कौन करने को हेब? पापर वेतन मृत्यु, मृत्यु, वेतन मृत्यु, वेतन मृत्यु, वेतन मृत्यु, पापर 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 वेतन मृत्यु, 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 ता पिठिरे थिबा पापर बोझ ता पई अत्यंत भारी और जंत्रणादायक थिला। यात्री जनक ध्वंसी नगरी को परित्याग करी स्वर्गीय नगरीर संधान पई यात्रा आरंभ करि सारिथिला। जेते बाधा विघ्न आसिले मध्य से तार सम्मुखीन हेबा पई प्रस्तुत थिला, एपरिक मृत्यु को मध्य। यात्री जनक जे केवल निज पिठिरे एक भारी बोझ वहन करथिला ता नुहे, मात्र ताकू जो पथरे जीवको हेबो सेथिरे रहिथिला अनेक गर्त, विपद, दुख, नैराश्य एवं ए सबु सहित रहिथिले तार अनेक शत्रु, विशेषरे तार आत्मार घोर शत्रु। पिठिरे बोझ बहन करने सहित यात्री जनकर हाथ में रही गोटे पुस्तक जहा थिला ईश्वर वाक्य बाइबल। एही बाइबल रो वार्ता ध्वंसी नगर परित्याग करी पलायन करने को ताकू प्रेरणा देथिला। ध्वंसी नगर जदिबा आपल्यन तार यात्रा रे बारंबार बाधा जन्माइबा पई चेष्टा करिवो, तथापि ताकू सुपरामर्श देबा पई अनेक बंधु मध्य आगे आसीबे। मु कोन तुमको सहाय्य करि परिबी यात्री? मु तुमको लक्ष्य करूची, तुमे बड़ द्वंद्व रे पड़िथिबार देखा जाउछो। हाँ, मु बहुत हैरान रे पड़िची। एई पुस्तकटी मते कहूची जे स्वर्गर एक महाविचार आसुची। मु मो स्त्री, पिला और बंधु मान को ए विषय चेतई देवाक चेष्टा कली, हेले से माने मो कथा शुणु नांती। तमे जो विचार कथा कहूच ता सत्य, सेथिरे मनोयोग करी तमे बुद्धिर कार्य करिच। मु निजर परिचय दउची, मु जणे सुसमाचार प्रचारक। प्रचारक? ताले आपण बोधे मते सहाय्य करि परिबे। देखंतु, ईश्वरक विचार सम्मुखीन होबा पई मु चाहिनी, सेति पई मु ध्वंसी नगर परित्याग करिछि। तमे एठी कहीं ठिया हेचो? कारण केउटिक जीवाक हबो ता मु जानिनी। आगामी क्रोधरु पलायन कर। आपण केते दयालु, मु केमिति ईश्वरक क्रोधरु रक्षा पाइबी? ए चाबिटी रख, यह होची प्रतिज्ञा रूपक चाबी। दूर से फाटक को तुम कौन देखी पार्छ? आई आज्ञा, मु देखी पारुनी। तमे से आलोक देखी पार्छ यात्री? बोधे मु देखी पारुची। से आलोक आड़ को जाओ, ताहा तुमको एक फाटक आड़ को कढ़ई नब। से तुमको कह तुमको कौन करने को हब। जो गोष्ठी अंधकार रे भ्रमण कले, जो गोष्ठी अंधकार रे भ्रमण कले, से माने महाआलुओ देखी अछंती। से माने महाआलुओ देखी अछंती। जो माने मृत्यु छायारूप देश रे बास कले, जो माने मृत्यु छायारूप देश रे बास कले, सेमाननको उपरे दीप्ति उदित होई अछि। सेमाननको उपरे दीप्ति उदित होई अछि।
ଯାତ୍ରୀ ଯାତ୍ରୀ ଧ୍ୱଂସୀ ନଗରୀରେ ବାସ କରୁଥିବା ଚଞ୍ଚଳ ମନ ନାମକ ଜଣେ ବ୍ୟକ୍ତି ଯାତ୍ରୀକୁ ଖୋଜି ଖୋଜି ତାର ସ୍ତ୍ରୀ ଓ ପରିବାର ନିକଟକୁ ଫେରାଇ ଆଣିବାକୁ ଗଲା। ବାସ୍ତବରେ ଯାତ୍ରୀ ଜଣକ ତାର ପରିବାରକୁ ପରିତ୍ୟାଗ କରିନଥିଲା, କିନ୍ତୁ ପଡ଼ୋଶୀମାନଙ୍କର ପରିହାସ ହେତୁ ସେମାନେ ଧ୍ୱଂସୀ ନଗରୀକୁ ଛାଡ଼ି ତା ସହିତ ଯିବା ପାଇଁ ଅସମତ ହେଲେ। ଯାତ୍ରୀ ଓ ଯାତ୍ରୀ मोर आग छलिया बंधु टिके रही जाओ टिके मत डाकुच मु कौन तुमको साहाय्य करि पारे निजर परिचय दबा को मत अनुमति दियो। मोर नाटा होची थेंटा आ मो ना होची चंचल मना। चंचल मना ओ अरे हाँ टिके रही जाओ। ए नाटा तो अति सुपरिचित। मु जाने आपणक परिवार गोटाए सुंदर परिवार। मु परा स्वर्ग यात्री को धरिबा को चेष्टा करूची। स्वर्ग यात्री एमिति ना सुनिबा तो मोर काई मने पडुनी। से आज सकाळे चाली आसीची। से निजर स्त्री पिला पिली आउ सांग मन को छाड़ी चाली आईची। दुख दुख अति दुखर विषय। आजिकाली एमिति घटना बहुत देखिबा को मिलुची। सतरे 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 बहुत 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 मते साहाय्य करिबो कि ताकू ता स्त्री पिला मानक पाखको मते फेरे नबाको हबो। तमे ताकू वास्तवता आडक फेरे आनियाको चाहो अवश्य मु तुमको साहाय्य करि पारिबी। तम भलिया लोक मानकू ये दिगरे साहाय्य करिबा पई मु सक्षम। देख आमे जेते बेले से दुर्बल मना लोकर संग धरिबा ता सहित कथबार्ता करिया पई तमे मते छाड़ी दब। ए विषय रे मोर बहुत अनुभूति अछि। सचेतन होई जागृत रुह तुम मानकर शत्रु शैतान काहाको ग्रासिब खोजी बुलु अछि। ओ स्वर्ग यात्री एठी मु केते खोजी खोजी आसिलिनी। मु तुमको कहिथिली ना मु कथा कहबी। हां थेंटा आज्ञा मोर भूल हे गला। मु दुखित आज्ञा। वास्तव रे केड़े आनंदर विषय। तमे निश्चय जणे स्वर्ग यात्री माने बहुत उत्तम लोक। मु जाने बहुत भल भावरे जाने सेमानक परिवार बहुत उत्तम। किंतु तमे तो कहला मो सहित तमर कोन किछ काम अछि। आमे तुमको ध्वंसी नगरी को फेरई नबाकू चाहू। तमर स्त्री आ पिला मानक पाखको ना मु उठे जाई परिबि नै। आम नगरी होची ध्वंसमुखी। ईश्वर को विचार द्वारा ता ध्वंस पाइबा को जाउची। संपूर्ण बातुलता वर्ष वर्ष धरी लोके ता कही आसुचंती मु जाने। किंतु कौनसी विचार आज जाए आसी नाही आउ केबे भी आसीबो नाही केबे भी नुहे। ताले नों को विषय कोन मिछ
ଏଠି ଲେଖାଯାଇଛି ନୋଙ୍କ ସମୟରେ ଯେ ପ୍ରକାର ଘଟିଥିଲା ସେ ପ୍ରକାର ହେବ। ନହ ଏମିତିକା ନା ଶୁଣିବା ତ ମୋର କାହିଁ ମନେ ପଡୁନି, କିନ୍ତୁ ତମେ ବିଶ୍ୱାସ କର ମୁଁ ସବୁ ବଡ଼ ବଡ଼ ଲୋକଙ୍କ ପରିବାରକୁ ଜାଣି। ମୋର ବନ୍ଧୁ ମୋ କଥା ମାନି ତମେ ଟିକେ ସଚେତନ ହୁଅ। ସ୍ୱର୍ଗଯାତ୍ରୀ ଚମତ୍କାର ନା ତମର, ଚମତ୍କାର ନା ତମର। ସେନାକୁ ତଳେ ପକାବନି, ଫେରି ଆସ। ଫେରିଯିବି ପୁଣି ସେଇ ଧ୍ୱଂସୀ ନଗରୀକୁ? ମୁଁ ମୋଟେ ପାରିବିନି। ତମାନେ କାହିଁକି ମୋ ସାଙ୍ଗରେ ଚାଲୁନ? ଆମେ ସମସ୍ତେ ଈଶ୍ୱରଙ୍କ ବିଚାରରୁ ବର୍ତ୍ତିଯିବା। ଆମେ ଈଶ୍ୱରଙ୍କ ବିଚାରରୁ କ'ଣ ବର୍ତ୍ତି ଯାଇପାରିବା? ହଁ, ଆମେ ବର୍ତ୍ତି ଯାଇପାରିବା। ଅଜ୍ଞାନୀ, ଅବାନ୍ତର, ଉଦ୍ଭଟ, ମୂର୍ଖ, ଧର୍ମାନ୍ଧ, ଅସମ୍ଭବ ଭାବେ ମୂର୍ଖତାର ଚିନ୍ତାଧାରା। ଯାତ୍ରୀ, ଏଇଟା କ'ଣ ମୂର୍ଖତା? ନା, ଏ ଆଦୌ ମୂର୍ଖତା ନୁହେଁ, ଅନନ୍ତ ସତ୍ୟ। এই ପୁସ୍ତକ କୁହେ ଆମେ ଏ ପ୍ରକାର ଉତ୍ତରାଧିକାର ଅନ୍ୱେଷଣ କରିବା ଉଚିତ ଯାହା ନଷ୍ଟ ହେବନି। ଉତ୍ତରାଧିକାର ପାଇବାର ଉପାୟ ହେଉଛି ପରିବାର ନିକଟକୁ ଫେରିଯିବା। ହଁ, ନିଜ ପରିବାର ନିକଟକୁ ଫେରିଯିବା। ଏ ବିଷୟରେ ତମେ କ'ଣ ଭାବୁଛ? ତମେ ଆମ ସାଙ୍ଗରେ ଆସୁଛ ନା ନାହିଁ? ମୁଁ କଦାପି ଫେରିପାରିବିନି। ନା, ଚଞ୍ଚଳ ମନା, ଆସ ତାକୁ ଛାଡ଼ି ଆମେ ଫେରିଯିବା। ମୁଁ ଭାବୁଛି ମୁଁ ଯାତ୍ରୀଙ୍କ ସହିତ ଯିବି। ତମେ ଏଇ ବାତୁଳ ଲୋକ ସାଙ୍ଗରେ ଯିବ? ଚଞ୍ଚଳ ମନା, ବୁଦ୍ଧିମାନ ହୁଅ ଆଉ ଫେରି ଚାଲ। ଆମେ ଈଶ୍ୱରଙ୍କ କ୍ରୋଧରୁ ବର୍ତ୍ତି ଯାଇପାରିବା। ଈଶ୍ୱରଙ୍କର କ୍ରୋଧ? ମନୁଷ୍ୟମାନଙ୍କ ନିମନ୍ତେ ନିରୂପିତ, ଥରେ ମାତ୍ର ମୃତ୍ୟୁ ଆଉ ଆଉ ତାପରେ ବିଚାର ନିରୂପିତ। ତୁମେ ଯେଉଁ ବହି ଧରିଛ ତାର ବାକ୍ୟ ଗୁଡ଼ିକ କ'ଣ ଏକଦମ ସତ୍ୟ? ବାଇବଲ ନିଜେ ଏକଥା କହେ, ଆମେ ଯେମିତି ଅନନ୍ତ ଜୀବନ ପାଇବୁ, ଯାହାଙ୍କ ପକ୍ଷରେ ମିଥ୍ୟା କହିବା ଅସମ୍ଭବ, ସେ ଈଶ୍ୱର ଏସବୁ ପ୍ରତିଜ୍ଞା ଦେଇଅଛନ୍ତି। ଆଚ୍ଛା, ଆଉ ସବୁ କ'ଣ ବାଇବଲ କୁହେ ମତେ କୁହ ତ? ଆମକୁ ଏକ ଅନନ୍ତକାଳୀନ ପରିତ୍ରାଣର ପ୍ରତିଜ୍ଞା ଦିଆଯାଇଛି। ଆମେ ଧାର୍ମିକତାର ମୁକୁଟ ପାଇବା, ଶୋକ କି କ୍ରନ୍ଦନ ଆଉ ରହିବ ନାହିଁ। ଆମର ସୃଷ୍ଟିକର୍ତ୍ତା ଈଶ୍ୱର ଆମ ଆଖିରୁ ଲୋତକ ପୋଛିଦେବେ। ସେଠି କ'ଣ ଲୋକେ ଆମକୁ ଜ୍ଞାନ କରିବେ? ନା ଚଞ୍ଚଳ ମନା, ବେଶ ବଢିଆ ତ। ଆଚ୍ଛା, ଆଉ କୋଉ ମାନେ ସେଇ ସ୍ଥାନରେ ଥିବେ? ଆମ ପୂର୍ବରୁ ଯାଇଥିବା ହଜାର ହଜାର ଲୋକ ସେଠାରେ ଥିବେ। ସେମାନେ ଅତ୍ୟନ୍ତ ପ୍ରେମୀ ଓ ପବିତ୍ର। ସେମାନେ ପ୍ରତ୍ୟେକ ଈଶ୍ୱରଙ୍କ ସହିତରେ ଥିବେ, କାରଣ ସେମାନେ ତାହାଙ୍କ ନିଜ ଲୋକ। ସେଠି ପହଞ୍ଚିବା ପାଇଁ ମୁଁ ଆଉ ଡେରି କରିପାରିବିନି। ଆସ ଆସ। এই ଦେଖ, ମତେ କେହି ଧଟା ଗଲେ ମତେ ଜମା ଭଲ ଲାଗେନି। ତମେ ଆଉ ବ୍ୟସ୍ତ ହୁଅନି ଚଞ୍ଚଳ ମନା, ସେମାନେ ଅନ୍ଧକାରର ସନ୍ତାନ। ହେ ଯାତ୍ରୀ, ମତେ ଭୋକ ଲାଗୁଛି, ଶୋଷ ବି ଲାଗୁଛି। ପିଇବାକୁ ଟିକେ ପାଣି ମିଳିବ? ମୁଁ ଯେମିତି ଭାବିଥିଲି ଆମର ଯାତ୍ରା ଆଦୌ ସେମିତି ନୁହେଁ। ଯାତ୍ରା ସହଜ ବୋଲି ଏ ପୁସ୍ତକ କେବେ କହିନି, କିନ୍ତୁ ଆମର ଲକ୍ଷ୍ୟସ୍ଥଳ ଚମତ୍କାର ବୋଲି ଏହା କହେ। ଆମେ କ'ଣ ଶୀଘ୍ର ଶୀଘ୍ର ଚାଲିପାରିବାନି? ସେଠି ପହଞ୍ଚିବା ପାଇଁ ମୁଁ ବଡ଼ ବ୍ୟାକୁଳ। ମୋ ପିଠିର ବୋଝ ପାଇଁ ମୁଁ ଆଦୌ ଶୀଘ୍ର ଚାଲିପାରିବିନି।
ଆଜି ରାତିରେ କୋଉଠି ଟିକେ ଶୋଇବାକୁ ଆମକୁ ବ୍ୟବସ୍ଥା କରିବାକୁ ହେବ। ନାଇଁ ନାଇଁ ଯାତ୍ରୀ, ଆମକୁ ଶୀଘ୍ର ଯିବାକୁ ହବ। ସେଠିକି ଯିବା ପାଇଁ ମୁଁ ଆଉ ଅପେକ୍ଷା କରିପାରିବିନି। ଚଞ୍ଚଳ ମନର ତରତର ଭାବ ପାଇଁ ସେମାନେ ଝିଲର ବିପଦ ବିଷୟରେ ସତର୍କ ହୋଇପାରିଲେ ନାହିଁ। ଏହି ଝିଲର ନାମ ଥିଲା ଭରସାହୀନ। ଯେତେବେଳେ ଯାତ୍ରୀମାନଙ୍କର ପାପ ବିଷୟକ ବୋଧ ଅନ୍ତଃକରଣକୁ ବିନ୍ଧେ, ତହିଁରୁ ପାପରୂପ ଫେଣ ବାହାରି ଆସି ଏହି ଝିଲରେ ପଡ଼େ। ଆମ ଦୁଇ ଜଣଙ୍କ ପାଇଁ ଏ ପଥ ଅଦ୍ଭୁତ। ଅନ୍ଧାର ଭିତରେ ଆମର ପ୍ରତିଟି ପାଦକୁ ସନ୍ତର୍ପଣରେ ପକାଇବାକୁ ହେବ। ଏଇ ସୁନ୍ଦର ସ୍ଥାନ ବିଷୟରେ ତୁମ ପୁସ୍ତକରେ ଲେଖାଯାଇଛି। ଯଦି ଯାତ୍ରା ଆରମ୍ଭରୁ ଏଇଭଳିଆ ହେଲାଣି, ତେବେ ଯାତ୍ରା ସାରା ଆଉ କଣ ନଥବ। ମତେ ସାହାଯ୍ୟ କର, ସାହାଯ୍ୟ କର। ଏ ବୋଝ ମତେ ପଙ୍କ ଭିତରକୁ ଟାଣି ନଉଛି। ତୁମ ପୁସ୍ତକ ଯୋଉ ରାଜ୍ୟ ବିଷୟରେ କହେ, ତାହା ତୁମେ ଏକୁଟିଆ ଭୋଗ କର। ମୁଁ ଯାଉଛି। ମୋ ନାଁ ହେଉଛି ଉପକାରକ। ତମ ଡାକ ଶୁଣି ମୁଁ ଆସିଲି। ଧନ୍ୟବାଦ, ଧନ୍ୟବାଦ ମହାଶୟ। ଜଣେ ବ୍ୟକ୍ତି ମୋତେ ଏଇ ପଥ ଦେଇ ଯିବା ପାଇଁ କହିଲେ। ତାଙ୍କ ନାମ ସୁସମାଚାର ପ୍ରଚାରକ। କିନ୍ତୁ ଅନ୍ଧକାରରେ ତମେ ଏପରି ଏକାକି ଯିବା ଠିକ୍ ନୁହେଁ। ଏହି ଭରସାହୀନ ଝିଲ ମଧ୍ୟରେ ମନୁଷ୍ୟମାନଙ୍କ ଦୁଷ୍ଟତା ମନ୍ଦତା ଆସି ପଡ଼େ। ଯେତେବେଳେ ପାପୀ ତାହା ନିରୁପାୟ ଅବସ୍ଥା ବିଷୟ ବୋଧ ପାଏ, ଭୟ ସନ୍ଦେହ ଇତ୍ୟାଦି ଦ୍ୱାରା ସେ ଏହି ଭୟଙ୍କର ସ୍ଥାନରେ ପତିତ ହୁଏ। ଆଉ ସେଇଭଳିଆ ଲୋକଙ୍କୁ ଆପଣ ରକ୍ଷା କରନ୍ତି? ହଁ, ଯଦି କେହି ମୋତେ ସାହାଯ୍ୟ ମାଗେ, ଯେତେବେଳେ ପାପ ଅଧିକ ହୁଏ, ଈଶ୍ୱରଙ୍କର ଅନୁଗ୍ରହ ତାଠାରୁ ମଧ୍ୟ ଅଧିକ ହୁଏ। ଆପଣଙ୍କର ଉକ୍ତିଗୁଡ଼ିକ ଏହି ପୁସ୍ତକରେ ଅଛି। ମୋତେ ବର୍ତ୍ତମାନ ଚାଲିଯିବାକୁ ହେବ, କିନ୍ତୁ ଅଳ୍ପ ଦୂରତାରେ ରାତ୍ରି ଯାପନ ପାଇଁ ତୁମେ ଗୋଟେ ଆଶ୍ରୟସ୍ଥାନ ପାଇବ। ସ୍ୱର୍ଗଯାତ୍ରୀ ନିଜ ପଥରେ ଅଗ୍ରସର ହେଲା, ଆଉ ତାର ଆତ୍ମାର ଶତ୍ରୁତାକୁ ବିରୋଧ କରିବାର ଚେଷ୍ଟା ଅଧିକ ତୀବ୍ର କଲା। ସଚେତନ ହୁଅ, ଜାଗ୍ରତ ରୁହ। ତୁମର ବିପକ୍ଷ ଶୈତାନ କାହାକୁ ଗ୍ରାସିବ ଖୋଜି ବୁଲୁଅଛି, କାହାକୁ ଗ୍ରାସିବ ଖୋଜି ବୁଲୁଅଛି, କାହାକୁ ଗ୍ରାସିବ ଖୋଜି ବୁଲୁଅଛି। ସାଂସାରିକ ଜ୍ଞାନୀ ହେ ବନ୍ଧୁ, ମୁଁ ଦେଖିପାରୁଛି ତମେ ବଡ଼ ତୃଷିତ, କ୍ଷୁଧିତ ମଧ୍ୟ। ମୋ କୁଟୀରକୁ ଆସ, ତମ ପାଇଁ କିଛି ଖାଦ୍ୟ ଆଉ ପେୟ ମୁଁ ପ୍ରସ୍ତୁତ କରିବି। ହଁ ହଁ, ବିନା ସଂକୋଚରେ ଆସ, ଆସ ଆସ ବନ୍ଧୁ, ଆସ ଆସ ଆସ। ମୋ ନାଁ ହେଉଛି ଜ୍ଞାନୀ, ସାଂସାରିକ ଜ୍ଞାନୀ। ମୋ ନାଁ ସ୍ୱର୍ଗଯାତ୍ରୀ। ସ୍ୱର୍ଗଯାତ୍ରୀ? ସ୍ୱର୍ଗଯାତ୍ରୀ? ହଁ 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 ହଁ, ଏ ନାଁଟା ତ ଅତି ଜଣାଶୁଣା ଭଳି ମନେ ହେଉଛି। ନିଶ୍ଚିତ ଭାବରେ ସ୍ୱର୍ଗଯାତ୍ରୀମାନେ ଅତି ଉତ୍ତମ, ଖୁବ୍ ଉତ୍ତମ, ବହୁତ ଉତ୍ତମ। ଏମାନେ ବହୁତ ଉତ୍ତମ। ତମେ ନିଶ୍ଚୟ ମୋର ବଂଶ ପରିବାର ବିଷୟ ଶୁଣିଥିବ।
आमे होचु उच्च वंशीय माने संभ्रांत लोक आमको जे कौनसी प्रश्न पचारे तमे संगे संगे उत्तर पाइब। अच्छा मते कुह तो तमर ए पिठी उपरे ए भारी बोझ कोठु आसिला? मु गोटे फाटक खोजुची सेठी पहुंचला परे किपरि ए बोझरु मु मुक्ति पाइबे मते सेठी कुआजिबो। ए प्रकार गोटाए फाटक विषय रे तमको किए कहला? यात्रा पथरे सुसमाचार प्रचारक मते या कहले। सुसमाचार प्रचारक ता भଳି मूर्ख थोड़ाए अछंती सेमान मध्य स्वर्ग यात्री सेमान मूर्ख मूर्ख मूर्ख। तमे सेई पथरे जाउछो जो पथ से प्रचारक तुमको देखैछि हेले सेटा गोटाए दुख संकटर पथ क्षुधा विपद खड्ग से तुमको निश्चय क्रूस विषय कहिथिबो। सुन तार पथ नित्यांत मूर्खता। मोर बोझ तो अनेक भारी सांसारिक ज्ञानी महाशय मु जदि यही पथरे जाई शेषे मोर बोझरु मुक्त हो पारिबी ताले तुमे जहा सब कहूच से सबुर सम्मुखीन होवा पे मु प्रस्तुत। अच्छा ए बोझ विषय रे प्रथमे तमे केमिति जानलो? एई पुस्तक पाठ करी। मु तो अवश्य ता जानी थांती निश्चित भावे जानी थांती किंतु मु जदि ए पुस्तकटी को ए अग्नि मथे पकई देबी दिने तमे मते तमर महान बंधु रूपे ग्रहण करिवो। मु जाउची। अरे रुह रुह तमे पर किछ खाई ना ओ गोळमाळ हे गला शीघ्र खाद्य आण। अरे रुह रुह मु तुमको साहाय्य करिवि। मु देखुची तमे जने धर्मप्रिय व्यक्ति एवं सेटा हवा उत्तम बहुत उत्तम। आमर ई जगत पाई लोड़ा धर्मप्रिय व्यक्ति मानकु हाँ स्वर्ग यात्री जगत पाई लोड़ा। से दूर थिबा पहाड़टी को देखि पारुछ? से पहाड़र उपरे नीति नामक एक क्षुद्र सहर अछि। ए सहर खूब सुंदर खूब सुंदर खूब सुंदर। मोर इच्छा हुए मु निजे जाई सेई सहर रे बास करि पारंती कि किंतु मते ताहा तो सुहाय नाही। किंतु सेई स्थान रे मोर जण अति प्रिय बंधु अछंती तांका नाम होछि व्यवस्थानुगत। पहाड़ उपरे तांकर घर प्रथमे पड़िबो। आउ व्यवस्थानुगत महाशय तम पोछरु किपरि तमे मुक्ति पाइबो से कथा सी तमको जणैबे। हाँ 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 नीति सहर ଯାତ୍ରୀ ଏଠି ତମେ କ'ଣ କରୁଛ ସ୍ୱର୍ଗ ଯାତ୍ରୀ? ତୁମେ କିପରି ଏତେ ଶୀଘ୍ର ସତ୍ୟ ପଥରୁ ବିମୁଖ ହେଇଗଲ? ମୁଁ ଜଣେ ଭଦ୍ରଲୋକଙ୍କୁ ଭେଟିଲି। ମୋର ବୋଝରୁ ମୁଁ କିପରି ମୁକ୍ତ ହେବି ତାର ଉପାୟ ସେ ମୋତେ କହିଲେ। କିନ୍ତୁ ତୁମେ ତ ସେଇ ପୁସ୍ତକର ବାକ୍ୟ ଗୁଡ଼ିକ ପଢ଼ିଛ। ସେ ସବୁ ବାକ୍ୟ ଜୀବନ୍ତ ଶକ୍ତିଯୁକ୍ତ ଏବଂ ଦୁଇଧାର ଖଡ୍ଗଠାରୁ ମଧ୍ୟ ତୀକ୍ଷ୍ଣତର। ଏପରି ମହାପରିତ୍ରାଣ ଅବହେଳା କଲେ ଆମେ କିପରି ରକ୍ଷା ପାଇବା? ହଁ ମୁଁ ପାପ କରିଛି। ଯେଉଁମାନେ
ପ୍ରଶସ୍ତ ରାସ୍ତାରେ ଚାଲନ୍ତି ତାଙ୍କ ପରି ଅବିଶ୍ୱାସୀ ହୁଅନି ଯାତ୍ରୀ। ମନେ ରଖ, ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ। ସାଂସାରିକ ଜ୍ଞାନୀ ତୁମ ଉପରକୁ ଅନନ୍ତ ଦଣ୍ଡ ଆଣିବା ପାଇଁ ଚେଷ୍ଟା କରିଥିଲା। ପ୍ରଥମେ ଯେ ପଥ ସତ୍ୟ ଓ ଜୀବନ ତାହାଙ୍କଠାରୁ ଓ ସତ୍ୟ ପଥରୁ ସେ ତୁମକୁ ବିମୁଖ କରାଇଥିଲା। ଦ୍ୱିତୀୟରେ କ୍ରୁଶର ବାର୍ତ୍ତା ମୂର୍ଖତା ବୋଲି ସେ ତୁମକୁ ମନାଇବାକୁ ଚେଷ୍ଟା କଲା। ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର। କିନ୍ତୁ ହେ ଯାତ୍ରୀ, ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କ ପ୍ରତି ତାହା ଈଶ୍ୱରଙ୍କର ଶକ୍ତି। ମୋ ପାଇଁ କ'ଣ ଆଉ କିଛି ଆଶା ଅଛି? ତୁମେ ଯେଉଁ ଫାଟକ ବିଷୟରେ କହିଥିଲ, ମୁଁ କ'ଣ ସେଠି ପହଞ୍ଚି ପାରିବି? ହଁ ଯାତ୍ରୀ, ତୁମେ ନିଶ୍ଚୟ ସତ୍ୟ ପଥ ପାଇବ। ତୁମେ ନିଶ୍ଚୟ ଦଣ୍ଡରୂପ ଅଗ୍ନିଠାରୁ ରକ୍ଷା ପାଇବ। ଯେଉଁମାନେ ବାଇବଲର ବାର୍ତ୍ତାକୁ ପାଳନ କରନ୍ତି ସମସ୍ତେ ରକ୍ଷା ପାଇବେ। ନା ନା, ଅନୁଗ୍ରହରେ ତୁମେମାନେ ରକ୍ଷା ପାଇଛ ବିଶ୍ୱାସ ଦ୍ୱାରା। ବିଶ୍ୱାସ ଦ୍ୱାରା, କ୍ରିୟାକର୍ମରୁ ନୁହେଁ, ତାହା ଈଶ୍ୱରଙ୍କ ଦାନ। ବିଶ୍ୱାସ ଦ୍ୱାରା, ଏହା ଈଶ୍ୱରଙ୍କ ଦାନ। ବିଶ୍ୱାସ ଦ୍ୱାରା ରକ୍ଷା ପାଇଛ ଈଶ୍ୱରଙ୍କ ଦାନ। ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କେହି ଧାର୍ମିକ ଗଣିତ ହେବେ ନାହିଁ। ବିଶ୍ୱାସ ଦ୍ୱାରା ରକ୍ଷା ପାଇଛ, ଏହା ଈଶ୍ୱରଙ୍କ ଦାନ। ଦୁଷ୍ଟମାନେ ତରଙ୍ଗିତ ସମୁଦ୍ର ତୁଲ୍ୟ। ସେମାନେ ସବୁବେଳେ ଅସ୍ଥିର। ସେମାନେ ସବୁବେଳେ ଅସ୍ଥିର। ଦୁଷ୍ଟମାନେ ତରଙ୍ଗିତ ସମୁଦ୍ର ତୁଲ୍ୟ। ସେମାନେ ସବୁବେଳେ ଅସ୍ଥିର। ସେମାନେ ସବୁବେଳେ ଅସ୍ଥିର। ମାଗ ମାଗ, ତୁମମାନଙ୍କୁ ଦିଆଯିବ। ତୁମମାନଙ୍କୁ ଦିଆଯିବ। ଦ୍ୱାରରେ ମାର, ତହିଁରେ ତାହା ଫିଟାଇ ଦିଆଯିବ। ତାହା ଫିଟାଇ ଦିଆଯିବ। ଖୋଜ, ତୁମ୍ଭେମାନେ ସନ୍ଧାନ ପାଇବ। ନମସ୍କାର ମୋର ବନ୍ଧୁ, ମୋ ନାମ ମଙ୍ଗଳାକାଙ୍କ୍ଷୀ। ଆପଣ କିଏ? ଆପଣ କେଉଁ ସ୍ଥାନରୁ ଆସିଛନ୍ତି ଆଉ କେଉଁଠିକୁ ଯାଉଛନ୍ତି? ମୋ ନାଁ ସ୍ୱର୍ଗଯାତ୍ରୀ। ମୁଁ ଜଣେ ବୋଝଗ୍ରସ୍ତ ପାପୀ ଧ୍ୱଂସୀନଗରରୁ ଆସିଛି। ମୁଁ ଅନନ୍ତ ଜୀବନର ପଥ ଅନ୍ୱେଷଣ କରୁଛି। ତମେ ଜୀବନର ପଥ ଅନ୍ୱେଷଣ କରୁଛ ନା? ସତରେ ତମେ ବଡ଼ ବୁଦ୍ଧିମାନ। ଆସ, ମୁଁ ତମକୁ ଦେଖେଇବି। ଯାତ୍ରୀ, ତୁମେ ଏକାକୀ କିପରି ଯାତ୍ରା କରୁଛ? ଆଗାମୀ ବିଚାର ବିଷୟରେ ମୋର ଚେତନାକୁ କେହି ମନୋଯୋଗ କଲେନି। ମୋର ବନ୍ଧୁ, ପଡ଼ୋଶୀ, ମୋ ନିଜ ପରିବାର ମଧ୍ୟ ପରିହାସ କଲେ। ହଁ, ଠିକ୍ କଥା। ଜଗତରେ ପ୍ରାୟ ଏହା ହିଁ ଦେଖିବାକୁ ମିଳେ। ମହାଶୟ, ଆପଣ କ'ଣ ମୋତେ ମୋର ଏହି ପିଠିରେ ଥିବା ବୋଝରୁ ମୁକ୍ତ କରିପାରିବେ? ତମେ ଧରିଥିବା ବାଇବଲରେ ଏହାର ଉତ୍ତର ରହିଛି। ତୁମ ଯାତ୍ରା ପଥର ଆଉ ଟିକେ ଆଗରେ ଅନୁବାଦକ ମହାଶୟଙ୍କର ଘର ପଡ଼ିବ। ତାଙ୍କ ନିକଟକୁ ଯାଅ, ସେ ତମକୁ ସାହାଯ୍ୟ କରିବେ। ଧନ୍ୟବାଦ, ଅନେକ ଧନ୍ୟବାଦ। ଓସାରିଆ ପଥ, ତାହା ବିନାଶକୁ ନିଏ। ସଂକୀର୍ଣ୍ଣ ପଥ, ତାହା ଜୀବନକୁ ନିଏ। ବିନାଶ ବିନାଶ, ଜୀବନ ଜୀବନ। ବିନାଶ ବିନାଶ, ଜୀବନ ଜୀବନ। ଭିତରକୁ ଆସ, ମୁଁ ତ ତମ ପାଇଁ ଅପେକ୍ଷା କରିଛି। ଏହି ଅନୁବାଦକ ମହାଶୟଙ୍କ ଗୃହରେ ପରିଶେଷରେ ଯାତ୍ରୀ ନିଜ ଯାତ୍ରାର ସଫଳତା ବିଷୟରେ ନିଶ୍ଚିତ ତଥ୍ୟ ଲାଭ କରିବ। କାରଣ ସ୍ୱର୍ଗ ଯାତ୍ରୀର ପକେଟରେ ଥିବା ସୁବର୍ଣ୍ଣ ଚାବି ଭଳି ଅନୁବାଦକଙ୍କ କଥାଗୁଡ଼ିକ ବାଇବଲର ବାକ୍ୟ ବୁଝିବା ପାଇଁ ତାର ବୋଧଶକ୍ତି ଓ ବୁଦ୍ଧିରୂପ ଦ୍ୱାରକୁ ଉନ୍ମୁକ୍ତ କରିବ। ସୂର୍ଯ୍ୟ କିରଣର ଉଷ୍ମତା ପରି ଏହି ଅନ୍ୱେଷୀ ଯାତ୍ରୀର ମନକୁ ଜ୍ଞାନରେ ଭରିଦେବ। ଏହି ତୈଳଚିତ୍ରର ଅର୍ଥ କ'ଣ? ତୈଳଚିତ୍ର ଥିବା ମନୁଷ୍ୟ କହୁଛନ୍ତି, ମୋର ପ୍ରିୟ ପିଲାମାନେ, ଖ୍ରୀଷ୍ଟ ତୁମମାନଙ୍କଠାରେ ରୂପାୟିତ ନ ହେବା ପର୍ଯ୍ୟନ୍ତ ମୁଁ ପ୍ରସବ ବେଦନା ପରି ବ୍ୟଥା ଅନୁଭବ କରୁଛି। ଆମ ବିଶ୍ୱାସର ଆଦିକର୍ତ୍ତା ଓ ସିଦ୍ଧିଦାତା ଯୀଶୁଙ୍କୁ ଆମେ ଲକ୍ଷ୍ୟ କରିବା। ଈଶ୍ୱରଙ୍କ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ଆଉ ତାଙ୍କ ମସ୍ତକରେ ଯେ ମୁକୁଟ ଅଛି, ଏହା ଦେଖାଇବା ପାଇଁ ଯେ ଆମେ ସମସ୍ତେ ସାଧୁ ଜୋହନଙ୍କର ଏହି ଉକ୍ତିକୁ ଯେପରି କହିପାରିବା, ସଂସାର କିମ୍ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର।
ଆମମାନେ ପାପରୁ ମୁକ୍ତ ହୋଇସାରିବା ପରେ ଆମେ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିବା ଏବଂ ଆମର ଦୌଡ଼ ଶେଷ କରିବା। ତାହେଲେ ଆମ ପାଇଁ ଅପେକ୍ଷା କରିବ ଏକ ଧାର୍ମିକତାର ମୁକୁଟ। ଆସ, ମୁଁ ତୁମକୁ ଆହୁରି ଅନେକ କିଛି ଦେଖେଇବି। ପିଠିର ବୋଝ ପାଇଁ ତମେ ବଡ଼ ଚିନ୍ତିତ ନା? ହଁ ମହାଶୟ, ଏ ଚିନ୍ତା ତ ମୋର ନିଶ୍ଚିତ ଭାବେ ଅଛି। ପରିତ୍ରାଣ ପାଇଁ ଉଦ୍ଦିଷ୍ଟ ସୁସମାଚାରର ଶକ୍ତି ଅନୁଭବ କରିବା ପୂର୍ବରୁ ମନୁଷ୍ୟମାନଙ୍କ ହୃଦୟର ଅବସ୍ଥା ଠିକ୍ ଏହି ଚଟାଣ ପରି ଥାଏ। ପ୍ରତ୍ୟେକଙ୍କର ହୃଦୟରେ ଥିବା ପାପ ଏହି ଧୂଳି ପରି। ଝାଡ଼ୁ ହେଉଛି ବ୍ୟବସ୍ଥାର ପ୍ରତୀକ ସ୍ୱରୂପ, କିମ୍ବା ତୁମେ ତାକୁ କହିପାର ପାପ ଦୂରୀକରଣ ପାଇଁ ମନୁଷ୍ୟର ଉତ୍ତମ କାର୍ଯ୍ୟ ଓ କ୍ରିୟାକର୍ମ ସକଳ। ତୁମେ ଯେଉଁ ପୁସ୍ତକ ଧରିଛ ତାହା କହେ ବିଧି ବ୍ୟବସ୍ଥା ପାଳନ କରି କେହି ଧାର୍ମିକ ହୋଇପାରେ ନାହିଁ, ମାତ୍ର ସୁସମାଚାରର ଶକ୍ତି ତାହା ସାଧନ କରେ। ତୁମର ବାଇବଲ କହେ କେହି ଯଦି ଖ୍ରୀଷ୍ଟଙ୍କ ଠାରେ ଥାଏ ସେ ଏକ ନୂତନ ସୃଷ୍ଟି ସ୍ୱରୂପ ହୁଏ। ନା 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 ହଁ, ଅନୁବାଦକ ମହାଶୟ ପଥ ଦେଖାଇଛନ୍ତି। ଈଶ୍ୱରଙ୍କ ବାକ୍ୟ ଅନ୍ଧକାର ମଧ୍ୟରେ ପ୍ରଦୀପ ପରି। ପୁରାତନ ଚାଲିଯାଇଛି, ନୂତନର ଆଗମନ ହେଇଛି। ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଲେ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ। ମାଂସରୁ ଯାହା ଜାତ ତାହା ମାଂସ ଓ ଆତ୍ମାରୁ ଯାହା ଜାତ ତାହା ଆତ୍ମା। ତୁମକୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ। ଅନୁଗ୍ରହରୁ ବିଶ୍ୱାସ ଦ୍ୱାରା ତୁମେ ପରିତ୍ରାଣ ପାଇଛ। ଏହା ଈଶ୍ୱରଙ୍କ ଦାନ। କେହି ଯେପରି ଗର୍ବ କରି ନପାରେ, ସେଥିପାଇଁ ଏହା କ୍ରିୟାକର୍ମରୁ ମିଳେ ନାହିଁ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମାନେ ଜାଣ। ସେ ଧନୀ ହେଲେ ହେଁ ଯେପରି ତୁମେ ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ। ହେ ଯାତ୍ରୀ, ତୁମ ପାଇଁ ସେ ଦରିଦ୍ର ହେଲେ। ଯେପରି ତୁମେ ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ। ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ। ସେ ଧନୀ ହେଲେ ହେଁ। ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ। ସେ ଧନୀ ହେଲେ ହେଁ। ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ। ସେ ଆମ୍ଭମାନଙ୍କର ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ, ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ପିତା, ଏମାନଙ୍କୁ କ୍ଷମା କର। ମୋତେ କ୍ଷମା କର। ସମାପ୍ତ ହେଲା। ସମାପ୍ତ ହେଲା। ଏହି ସୁସମାଚାର ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ। ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କର ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧି ପ୍ରାପ୍ତ ହେଲେ ଓ ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ। ଆକାଶ ଓ ପୃଥିବୀ ଲୋପ ପାଇବ,
ମାତ୍ର ମୋହର ବାକ୍ୟ ସମୂହ କଦାପି ଲୋପ ପାଇବ ନାହିଁ। ତୁମର ନାମ ଆଉ ଯାତ୍ରୀ ବୋଲି ଡକାଯିବ ନାହିଁ, ମାତ୍ର ତୁମର ନାମ ହେବ ଖ୍ରୀଷ୍ଟିଆନ। ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି ସେମାନଙ୍କ ପ୍ରତି କୌଣସି ଦଣ୍ଡାଜ୍ଞା ନାହିଁ। ଜୀବନଦାୟକ ଆତ୍ମାଙ୍କ ନିୟମ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମକୁ ପାପ ଓ ମୃତ୍ୟୁର ନିୟମରୁ ମୁକ୍ତ କରିଅଛି। ଆଉ ବିଳମ୍ବ ନ କରି ସ୍ୱର୍ଗଯାତ୍ରୀ ଯିଏକି ବର୍ତ୍ତମାନ ଖ୍ରୀଷ୍ଟିଆନ ନାମରେ ପରିଚିତ, ସେ ନିଶ୍ଚିତ ପଦକ୍ଷେପ ସହିତ ସ୍ୱର୍ଗୀୟ ନଗରୀକୁ ଅଗ୍ରସର ହେଲା। ବନ୍ଧୁ ନମସ୍କାର। ମୁଁ କ'ଣ ତମ ସହିତ ଯାତ୍ରାରେ ଯୋଗ ଦେଇପାରେ? ଭାଇ, ମୋ ନାଁ ବିଶ୍ୱସ୍ତ। ମୁଁ ମଧ୍ୟ ଏହି ପଥର ଯାତ୍ରୀ। ମନେ ହେଉଥିଲା ଖ୍ରୀଷ୍ଟିଆନ ଓ ବିଶ୍ୱସ୍ତ ସାନଟି ବେଳୁ ପରସ୍ପରର ଭାଇ। ଆତ୍ମିକ ବନ୍ଧନ ଏଡ଼େ ଅସାଧାରଣ ଯେ ସହ ବିଶ୍ୱାସୀମାନେ ଗୋଟିଏ ପରିବାରର ସଦସ୍ୟ ରୂପେ ଗଣାଯାଆନ୍ତି। ସେମାନେ ଏକତ୍ର ନିଜ ଅତୀତର ଅନୁଭୂତି ପରସ୍ପରକୁ ବଖାଣନ୍ତି। ସେମାନେ ଯେଉଁ ସବୁ ଦୁଃଖଦାୟକ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି କିମ୍ବା ଆଶୀର୍ବାଦ ପାଇଛନ୍ତି ସେସବୁ ପରସ୍ପରକୁ ଜଣାନ୍ତି ଏବଂ ଏକତ୍ର ଅତ୍ୟନ୍ତ ଦୃଢ଼ତାର ସହିତ ସିଓନ ପଥରେ ଯାତ୍ରା କରନ୍ତି। ତୁମ୍ଭେମାନେ ଏକମନା ହୁଅ, ଏକ ପ୍ରେମରେ ପ୍ରେମୀ, ଏକ ଚିତ୍ତ ଓ ଏକ ଭାବାପନ୍ନ ହୁଅ। ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ, ମାତ୍ର ନମ୍ର ଚିତ୍ତ ହୋଇ ପ୍ରତ୍ୟେକ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେକର। ପ୍ରତି ଜଣ କେବଳ ନିଜ ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟ ବିଷୟରେ ମଧ୍ୟ ମନୋଯୋଗୀ ହୁଅ। ଆଚ୍ଛା ବିଶ୍ୱସ୍ତ, ତୁମେ ବି କ'ଣ ସେଇ ଭରସାହୀନ ଝିଲରେ ପଡ଼ିଯାଇଥିଲ? ମୁଁ କିନ୍ତୁ କଠିନ ନାମକ ପାହାଡ଼ ତଳେ ଏହାଠାରୁ ଅଧିକ ବିପଦର ସମ୍ମୁଖୀନ ହେଇଥିଲି। ପ୍ରତାରଣା ନାମକ ନଗରରେ ପ୍ରଥମ ଆଦମକୁ ମୁଁ ଭେଟିଲି ଏବଂ ସେ ମୋତେ ତାଙ୍କର 3ଟି ସୁନ୍ଦରୀ କନ୍ୟାକୁ ଯାଚିଲେ, ଯେଉଁମାନେ ବହୁତ ସୁନ୍ଦରୀ ଥିଲେ। ସେମାନଙ୍କର କ'ଣ କ'ଣ ନାମ ଥିଲା? ସେମାନଙ୍କର ନାମ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ, ଲୌକିକ ଗର୍ବ। ବିଶ୍ୱସ୍ତ, ତୁମେ କ'ଣ ସେମାନଙ୍କୁ ପ୍ରତିରୋଧ କଲ? ହଁ, ଈଶ୍ୱରଙ୍କର ଅନୁଗ୍ରହରୁ ମୁଁ ତାହା କରିଥିଲି। ବାଇବଲର ବାକ୍ୟ ସତରେ କେତେ ସତ୍ୟ। ଆମମାନେ ଶିକାରୀର ଫାନ୍ଦରୁ ସତର୍କ ରହିବା ଉଚିତ। ମୁଁ କ'ଣ ଏଇ ପୁସ୍ତକରୁ କହିନଥିଲି ଯେ ଶିକାରୀର ଫାନ୍ଦରୁ ସତର୍କ ରହିବା ଆବଶ୍ୟକ? ହଁ, କହିଥିଲ। ଆମର ତ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ, ତେବେ ଆମେ କାହିଁକି ଶୟତାନର ଜାଲରେ ପଡ଼ିଲୁ? କାରଣ ଆମେ ତ ଏ ମର୍ତ୍ତରେ ଦେହଧାରୀ। ଶୁଣ, ମୁଁ ଯେଉଁ ପଦଟି ଉଦ୍ଧୃତ କରିଥିଲି ତାହା ଠିକ୍ ଭାବେ କହିନଥିଲି। ପ୍ରକୃତରେ ସେଠାରେ ଲେଖାଯାଏ, ସେ ତୁମକୁ ଶିକାରୀର ଫାନ୍ଦରୁ ରକ୍ଷା କରିବେ। ଆମକୁ ରକ୍ଷା କରିବେ ଏ ପ୍ରକାର ଜାଲରୁ? ହଁ ବିଶ୍ୱସ୍ତ, ଈଶ୍ୱର ଆମକୁ ରକ୍ଷା କରିବେ। ଏହି ପୁସ୍ତକରେ ସେହି ପ୍ରତିଜ୍ଞା ଦତ୍ତ ହେଇଛି ଏବଂ ତାହାଙ୍କର ଗୋଟିଏ ମଧ୍ୟ ପ୍ରତିଜ୍ଞା କେବେ ହେଲେ ବିଫଳ ହୋଇନାହିଁ। ସେ ମୋତେ ଶକ୍ତିଶାଳୀ ଶତ୍ରୁର କବଳରୁ ରକ୍ଷା କଲେ, ଆଉ ଯାହା ଜଗତକୁ ଜୟ କରିଅଛି ତାହା ଆମର ବିଶ୍ୱାସ। ଏହା ଥିଲା ଏକ ମହାନ ଉଦ୍ଧାର ଏବଂ ଏକ ଆନନ୍ଦ ଓ ବିସ୍ମୟର ସମୟ। କିନ୍ତୁ ପାର୍ଶ୍ୱବର୍ତ୍ତୀ ପାହାଡ଼ରୁ ମାୟାମେଳାର କୋଳାହଳ ଶୁଭୁଥିଲା, ଯାହା ଥିଲା ଲୌକିକ ଗର୍ବର ସହର ମାୟାମେଳା। ଯାଅ, ତୁମାନେ ଜଗତରେ ଅଛ କିନ୍ତୁ ଜଗତର ନୁହଁ। ଅସାରରୁ ଅସାର, ସବୁ ହିଁ ଅସାର। ଅସାରରୁ ଅସାର, ସବୁ ହିଁ ଅସାର। ଏହି ସୂର୍ଯ୍ୟ ତଳେ ଅସାର।
ମୁଁ ଏକ ପାପ ଦେଖିଅଛି ଯାହା ମନୁଷ୍ୟମାନଙ୍କ ମଧ୍ୟରେ ସାଧାରଣତଃ ଦେଖାଯାଏ। ମୁଁ ମନେ ମନେ କହିଲି, ମୁଁ ଆମୋଦ ପ୍ରମୋଦ ଉପଭୋଗ କରିବି ଏବଂ ଦେଖିଲି ଏହା ମଧ୍ୟ ଅସାର। ମୁଁ ବଡ଼ ବଡ଼ ଗୃହ ନିର୍ମାଣ କଲି, ଦ୍ରାକ୍ଷା କ୍ଷେତ୍ର ରୋପଣ କଲି, ସୁନା ରୂପା ସଂଗ୍ରହ କଲି। ଅସାରରୁ ଅସାର, ସବୁ ହିଁ ଅସାର। ମାୟାମେଳା ଏହି ଜଗତର ଏକ ପ୍ରତିଛବି, ଯେଉଁଠାରେ ଲୋକମାନେ ହସ କୌତୁକ ଓ ଅସାର ବିଷୟଗୁଡ଼ିକରୁ ଆନନ୍ଦ ଲାଭ କରୁଛନ୍ତି ବୋଲି ଛଳନା କରନ୍ତି। ସମସ୍ତେ ଆସ ଦେଖ। ଈଶ୍ୱର ଆଶୀର୍ବାଦ କରନ୍ତୁ। ଈଶ୍ୱର ଆଶୀର୍ବାଦ କରନ୍ତୁ। ଈଶ୍ୱର ଆଶୀର୍ବାଦ କରନ୍ତୁ। ଭାଇ ଖ୍ରୀଷ୍ଟିଆନ, ଆମେ କ'ଣ କରିବା? ମୁଁ ଭାବୁଛି ନୀରବ ରହିବା ଉତ୍ତମ। ଈଶ୍ୱର ଆଶୀର୍ବାଦ କରନ୍ତୁ। ଅଧିପତି ଆସୁଛନ୍ତି। ଏହି ସଂସାରର ଭାବ ଅନୁସାରେ ତୁମେ ଜୀବନ କାଟୁଥିଲ, ଯାହାର ଆତ୍ମା ଅବାଧ୍ୟର ସନ୍ତାନମାନଙ୍କ ମଧ୍ୟରେ କାର୍ଯ୍ୟ କରେ। ମୃତ୍ୟୁଜନକ ପାପ, ଧାର୍ମିକତା ଜନକ ଆଜ୍ଞାବହତା, ଯାହା ନିକଟରେ ନିଜକୁ ଦାସ ରୂପେ ସମର୍ପଣ କର, ତୁମେ ତାର ଦାସ ହୋଇଥାଅ। ମାୟାମେଳାର ସମସ୍ତ ମନ୍ଦ କାର୍ଯ୍ୟ ଆମୋଦ ପ୍ରମୋଦ ସତ୍ତ୍ୱେ ସେଠାରେ ମଧ୍ୟ ଜଣେ ଯୁବକ ବାସ କରୁଥିଲେ, ଯାହାଙ୍କର ନାମ ଆଶାପୂର୍ଣ୍ଣ। ସେମାନଙ୍କର କେଡେ ସାହସ! ଅଧିପତିଙ୍କ ସମ୍ମୁଖରେ ଠିଆ ହେଇଛନ୍ତି। ସେମାନେ ତ ଆମ ରାଜ୍ୟର ନୁହନ୍ତି। ଯୁବକ ଆଶାପୂର୍ଣ୍ଣ ତା ଜୀବନ ସାରା ଅଧିପତିଙ୍କୁ ଅବଜ୍ଞା କରିବାର କାହାକୁ ଦେଖିନାହିଁ, କିମ୍ବା ଏହି ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ପରି ସେ ଆଉ କାହାକୁ ଦେଖିନାହିଁ, ଯେଉଁମାନେ ହଠାତ୍ ଆବିର୍ଭୂତ ହେଲେ। ସେ ପୁସ୍ତକଟି ମତେ ଦିଅ। এই পুস্তক କ'ଣ ଅଧିପତିଙ୍କ ସମ୍ମୁଖରେ ମସ୍ତକ ନୁଆଇବା ପାଇଁ ତମକୁ ମନା କରେ? ମନା କରେ କି? ହଁ ଆଜ୍ଞା, ମନା କରେ। ଆମେ କ'ଣ ଏଇ ପୁସ୍ତକଟିକୁ ଜଳେଇ ଦବା? ଜଳେଇ ଦବା ନା ସେମାନଙ୍କୁ ଜଳେଇ ଦବା?
तुम दुई जन को अग्निदग्ध करने मु दंडादेश दूची। ଏହି ଦୁଇ ଯାତ୍ରୀଙ୍କୁ ଦଗ୍ଧ କରି ମାରିଦେବା ପାଇଁ ଜନତାଙ୍କର ଚିତ୍କାର ଯେତେ ଯେତେ ବଢ଼ି ଯାଉଥିଲା, ଆଶାପୂର୍ଣ୍ଣ ହୃଦୟରେ ପ୍ରବଳ ଆଗ୍ରହ ଓ ଇଚ୍ଛା ଜାଗ୍ରତ ହେଉଥିଲା ଜାଣିବା ପାଇଁ ଯେ ପ୍ରକୃତରେ ଆହୁରି ଉତ୍ତମ ଜୀବନ ରହିଛି କି ନାହିଁ। ठिया हो, आमर किछि काम अछि। प्रथम लोक को आण। जो माने विश्वास और धैर्य द्वारा प्रतिज्ञा समूहर अधिकारी सेमानकर अनुकारी हुआ। सत्य सत्य मु तुमको कहूअछि जे मोहर वाक्य शुणी मोहर प्रेरणकर्ता को विश्वास करे से अनंत जीवन पाइअछि, से विचारित हेब नाही। निया होड़ा नहीं आस ताकू जड़ाई दियो, जड़ाई दियो। तुमर नाम आशापूर्ण, यह तुम ପାଇଁ उपयुक्त। अनेक वर्ष धरी मोर हृदय रे भरी रहितला एक शून्य आशा, किंतु एबे बाइबल मु पाइछि अनंत जीवन रो आशा। ए प्रकार आश्चर्य विषय पूर्व मु केबे देखि नथिली। निश्चय आम आत्मार शत्रु एटू खूब दूर थिबो। केवल जे शत्रु अति निकटरे थिला ता नुहे, किंतु एही दुई यात्री रास्ता खोजु खोजु घास पड़िया मध्य दे जाइथिबा सुंदर रास्ताटिए देखि आशापूर्णताकू सत्य पथ बोली मने कला। देखो देखो ए रास्ताटी केड़े सुंदर। भाई ख्रिस्टियन आसो।
आशापूर्ण मु भावुछि आमे भूल रास्ता को चली आसछु से आगे तुम झड़ दुख कर आशापूर्ण आमे निश्चय भूल रास्ता जाऊँ। आगे गोटे मेषपाड़कर कुटीर देखा जाउची। भाई क्रिस्टियन एई देखो गोटे गड़ जेउटी आमे रातिटा कटई पारथांतु। बोधहुए आमको किसी खाइबा को मिल पारे। संदेह गड़कु स्वागतम। मु तमर आतिथ्य करिबी। मु हौछि नैराश्य वीर। जो दुई जन यात्री स्वर्गीय नगरी को एते जत्नर सहित खोजुथिले सेमान प्रति यह किपरि हेई पारे? आमर अवस्था कौन हबो? आमर अवस्था कौन एई मान को भली हबो? तुमर हृदय उद्विग्न न हेउ। तुमे ईश्वरଙ୍କ ठारे विश्वास रख। मो ठारे मध्य विश्वास कर। तुम्भे माने सत्य जानिब। सत्य जानिब। सत्य जानिब। सत्य तुमको मुक्त करिब। मुक्त करिब। मुक्त करिब। मो पाखरे रहिछि चाबी, प्रतिज्ञार चाबी। एथिरे जे कोनोसी ताला खोली जिवो। मुक्त करिब। मुक्त करिब। तुमे सत्य जानिब। सत्य जानिब। सत्य जानिब। सत्य तुमको मुक्त करिब। मुक्त करिब। मुक्त करिब। घास पड़ियार उपपथ थिला अत्यंत सुखकर, किंतु ताहा थिला भूल पथ। सेही पहाड़िया रास्तार आउ किछि पाद आगुकु जाइथिले ख्रिस्टियान ओ आशापूर्ण सत्य पथरे थांते आउ संदेहगढ़र समस्त दुख क्लेशरू रक्षा पाई थांते, पुणी रमणीय स्थान रे अति शीघ्र पहुंची थांते।
फल पुष्प भरा दुग्ध मधु प्रवाहित रमणीय स्थान रे ख्रिस्टियान और आशापूर्ण केतेक मेषपालक मानक संस्पर्श आसिले। सेमाने केवल मेषपालक नथिले, मात्र सेमाने थिले पथ प्रदर्शक, प्रकृत बंधु और आत्मिक भ्राता। स्वागत। यह इमानुएल राज्य। मो ना हूँ ज्ञान। ମୋ ନାଁ ଜାଗ୍ରତ। ମୋ ନାଁ ଅନୁଭବ। ମୋ ନାଁ ହେଉଛି ସତର୍କ। ମୋ ନାଁ ଖ୍ରୀଷ୍ଟିଆନ, ଆଉ ଇଏ ମୋର ସାଥୀ ଆଶାପୂର୍ଣ୍ଣ। ଏହା ଇମାନୁଏଲଙ୍କ ରାଜ୍ୟ ହୋଇଥିବାରୁ ନିଶ୍ଚୟ ସ୍ୱର୍ଗୀୟ ନଗରୀ ଅତି ନିକଟରେ। हाँ तुम अति निकटरे। जाग्रत, शीघ्र कर, आमे सेमानकु देखाइबा। देख आशापूर्ण, देख। ଭାଇ ଖ୍ରୀଷ୍ଟିଆନ, ଆସ ଆମେ ଆମ ରାସ୍ତାରେ ଯିବା। तमे अनेक पथ यात्रा करिछ एवं तुम यात्रा पथ आहुरी दूर अछि। आज एठी रहि जाओ। ଆମର ଡେରି ହେଇଯିବ, ଆମକୁ ଯିବାକୁ ହବ। सेतबेले जीशु शैतान द्वारा परीक्षित हेबा निमंते आत्मा कर्तुक प्रांतर को नीत हेले। आशापूर्ण, देख आमर प्रभु जीशु मध्य शैतान द्वारा परीक्षित होइतिले। ଅବଶ୍ୟ ଯୀଶୁ ସେହି ସମୟରେ ପ୍ରାନ୍ତରରେ ଥିଲେ, କିନ୍ତୁ ଆମେ ତ ଅସରନ୍ତି ଉଦ୍ୟାନରେ ଭରା ଇମାନୁଏଲଙ୍କ ରାଜ୍ୟରେ ଅଛୁ। ଜଣେ ଯେତେବେଳେ ଏପର୍ଯ୍ୟନ୍ତ ଆସିଲାଣି, ଶୈତାନର ଆକ୍ରମଣ ତାର ଦେହ ସୁହାଇ ଯାଇଥିବ। ବିଶ୍ୱାସର ଢାଲ ଧର, ବିଶ୍ୱାସର ଢାଲ ଧର, ବିଶ୍ୱାସର ଢାଲ ଧର। ଆତ୍ମାଙ୍କର ଖଡ୍ଗ ଧାରଣ କର, ଆତ୍ମାଙ୍କର ଖଡ୍ଗ ଧାରଣ କର। ଈଶ୍ୱରଙ୍କର ଧନ୍ୟବାଦ ହେଉ, ଈଶ୍ୱରଙ୍କର ଧନ୍ୟବାଦ ହେଉ। ଈଶ୍ୱରଙ୍କର ଧନ୍ୟବାଦ ହେଉ, ଈଶ୍ୱରଙ୍କର ଧନ୍ୟବାଦ ହେଉ। ଖ୍ରୀଷ୍ଟିଆନ ଅନେକ ଥର ଏହି କଥା ବାକ୍ୟରୁ କହିଥିଲା ଯେ ଏହି ଯୁଦ୍ଧ ତୁମର ନୁହେଁ, ଯୁଦ୍ଧ ଈଶ୍ୱରଙ୍କର, ବିଜୟ ମଧ୍ୟ ଈଶ୍ୱରଙ୍କର। ଏହା ହିଁ ଘଟିଥିଲା। ଉଭୟ ଖ୍ରୀଷ୍ଟିଆନ ଓ ଆଶାପୂର୍ଣ୍ଣଙ୍କର ଯାତ୍ରା ଶେଷ ହୋଇ ଆସୁଥିଲା ଏବଂ ସ୍ୱର୍ଗୀୟ ନଗରୀକୁ ପ୍ରବେଶ କରିବା ପାଇଁ ସମୟ ଆସିଯାଇଥିଲା। ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଛି, ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି। ମୋ ପାଇଁ ଧାର୍ମିକତାର ମୁକୁଟ ରଖାଯାଇଅଛି। ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଛି, ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି। ମୋ ପାଇଁ ଧାର୍ମିକତାର ମୁକୁଟ ରଖାଯାଇଅଛି, ମୋ ପାଇଁ ଧାର୍ମିକତାର ମୁକୁଟ ରଖାଯାଇଛି। ଆକାଶ ପୃଥିବୀ ଲୋପ ପାଇବ, କିନ୍ତୁ ମୋର ବାକ୍ୟ କେବେ ଲୋପ ପାଇବ ନାହିଁ। ସ୍ୱର୍ଗୀୟ ନଗରୀ।
କିନ୍ତୁ ମୋର ବାକ୍ୟ କେବେ ଲୋପ ପାଇବ ନାହିଁ। ମୋର ବାକ୍ୟ କେବେ ଲୋପ ପାଇବ ନାହିଁ। ମୋର ବାକ୍ୟ କେବେ ଲୋପ ପାଇବ ନାହିଁ। ସଦାପ୍ରଭୁ ମୋହର ପ୍ରତିପାଳକ, ମୋର ଅଭାବ ହେବ ନାହିଁ। ମୃତ୍ୟୁ ଛାୟା ରୂପ ଉପତ୍ୟକା ଦେଇ ଗମନ କଲେ ହେଁ ମୁଁ କୌଣସି ଆପଦକୁ ଭୟ କରିବି ନାହିଁ, କାରଣ ତୁମେ ମୋର ସହବର୍ତ୍ତୀ। ତୁମର ପାଞ୍ଚଣ ଓ ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି, କାରଣ ତୁମେ ମୋର ସହବର୍ତ୍ତୀ। ତୁମର ପାଞ୍ଚଣ ଓ ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି। ନିଶ୍ଚୟ ମଙ୍ଗଳ ଓ ଦୟା ସାରା ଜୀବନ ମୋର ଅନୁଗାମୀ ହେବ, ଏବଂ ମୁଁ ଚିରକାଳ ପାଇଁ ସଦାପ୍ରଭୁଙ୍କ ଗୃହରେ ବାସ କରିବି। ମୁଁ ସେମାନଙ୍କୁ ହରେଇଲି, ଆହୁରି ଅନେକଙ୍କ ପରି ସେମାନେ ମୋର ହେଇଥାନ୍ତେ। ହେଇ ସେଠି ଗୋଟେ ଅଛି, ଯିଏ ମୋର। ସେଠି 3 ଜଣ ଅଛନ୍ତି। ହେଇ ସେଠି ଆଉ ଜଣେ। ବର୍ତ୍ତମାନ ଆପୋଲୋନ ଅନ୍ୟମାନଙ୍କ ଅନ୍ୱେଷଣ କରୁଛି। ଯେଉଁମାନେ ଏପର୍ଯ୍ୟନ୍ତ ସିଦ୍ଧାନ୍ତ ନେଇପାରି ନାହାନ୍ତି, ସେ ସେମାନଙ୍କୁ ଲାଭ କରିବ ବୋଲି ଆଶା ରଖିଛି। କାହାକୁ ହେଲେ ଜଣଙ୍କୁ ମୁଁ ଚାହୁଁଛି, ସେ ଜଣଙ୍କ ତମେ ହେଇପାର। ତମେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ହୋଇଥିବାରୁ ସମସ୍ତ ଶାରୀରିକ ଅଭିଳାଷରୁ ଦୂରରେ ରୁହ, କାରଣ ତାହା ଆମ ଆତ୍ମାର ଶତ୍ରୁ।